ଥାରେ ଅଛନ୍ତି ଦୟାଲ ଠାକୁର ଭାବନା କ'ଣ ତୋର। ବର୍ତ୍ତମାନ এই ସଙ୍ଗୀତକୁ ଟିକେ ବିରାମ ଦେଇକି ଆମେ ଯିବା ଆଲୋଚନା ଚକ୍ର ଆଡ଼କୁ। ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଓଝା କାକଟପୁରରୁ, ଯୁବ ରୀତିକ ସପ୍ରତି ରୀତିକ, ସେ ପରମ ପୂଜ୍ୟପାଦ ଆଚାର୍ଯ୍ୟଦେବଙ୍କର ସଂଲାପ କରିଛନ୍ତି। ତାଙ୍କ ସହିତ ତାଙ୍କର ଚଲା ବୁଲା ବସା ଉଠାରେ ସେ ସବୁ ଅନୁଭବ କରିଛନ୍ତି, ଦେଖିଛନ୍ତି। ଆମ ଗହଣରେ ସେଗୁଡ଼ାକ ସେ ରଖିବେ। ତାଙ୍କଠୁ ଶୁଣିକି ଆମେ କୃତାର୍ଥ ହେବା, କିଛି ନେଇକି ଯିବାକୁ ଚେଷ୍ଟା କରିବା। ମୁଁ ଅନୁରୋଧ କରୁଛି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଓଝା ସପ୍ରତି ରୀତିକ ତାଙ୍କର ଯାଜନ ରଖିବେ। ମୁଁ ଅନୁରୋଧ କରୁଛି ଦାଦା ତାଙ୍କର ଯାଜନ ଅଧଘଣ୍ଟା ଭିତରେ ସୀମିତ ରଖିବାକୁ ଚେଷ୍ଟା କରିବେ। परम दयाल परम प्रेमय श्री श्री ठाकुर श्रीचरण रे प्रणाम। परमराध्या जगत जननी श्री श्री बड़मांक श्रीचरण रे प्रणाम। परम पूज्यपाद श्री श्री बड़दांक श्रीचरण रे प्रणाम। परम पूज्यपाद श्री श्री आचार्यदेव श्रीपाद पंकज रे प्रणाम जनाए। गुरु परिवार सभी अतुल चरण प्रणाम निवेदन जनाए। सम्मानस्पद रीतिक देवमंडली, सम्मानस्पद जाजक धूर्ज कर्मी मंडली, सम्मानस्पद गुरु भाई, सम्मान्य मातृमंडली, साधु सजन सपरिवेश समस्त उद्देश्य मोर अंतर श्रद्धा और जयगौर निवेदन करे। परम दयाल अपार करुणारू आज परम प्रेममय श्री श्री ठाकुर अनुकूल चंद्रंकर 138तम जन्म दिवस तत्सह रायरंगपुर सत्संग बिहार वार्षिक उत्सव यही आनुकूल्य यही रायरंगपुर सत्संग बिहार परिसर रे ये जे भजन कीर्तन सत्संगर आसर परम दयाल अपार करुणार अनुष्ठित होती। सर्वप्रथम यही साधु प्रचेष्टा को आगु को नहीं समस्त कर्मकर्ता मानू एवं एठारे उपस्थित सकलंकर मंगल कामना इष्टमय जीवन परम पितांगर अतुल चरण रे प्रणाम जनाए। खूब सुंदर भाव आमे गोटे पर गोटे भजन कोरस एवं जाजन भितर श्री श्री ठाकुर को किसी समय धरी आमे ये अनुभव करुचे मंत्रमुग्ध अवस्था। मो गहणरे मो सामने जो मैंने ये अच्छा बेस वरिष्यान पितृतुल्य यही मंचासीन उपरे सम्मान्य वेणुधर महाराणा बहुत पितृतुल्य लोक मु बहु भाव जानी। मोर सम्मान्य बड़ भाई खगेश्वर भाई निरंजन भाई सामने यही रायरंगपुर सत्संग बिहार वरिष्यान ऋतिक दादा बा परिचालक यठाकार तांकरी उपस्थिति रे छिड़ा है ठाकुर कथा कहबार बाहुल्य बा माँ आगे मामुहर कथा कहला बेले हम तेरे परम दयाल अजच्छल दया करुणा आशीर्वाद को बहन करी आपण मान गहन केईटुकु कथा रखी आशा करी परम पिता केते दयाल आमान को से दया करी जे रक्षा करने आसुँच केतोटी घटना को नहीं आपण मान पाखे केतटा घटना तोली रखे। अति छोट अवस्थारू बाबा साथी सत्संग जीवा पाठपढ़ा जीवन अतिबाहित ये सत्संग स्कूल को खाली जीवा गोटे बाहाना स्कूल फेरिले केमती बाबा साथी सत्संग जीवी यहीटा हुए तो बेसी मजागत मो जीवन रे काले बाबा टीचर थिले मु लेट हे पहुँचले बाबा सत्संग पलैबे मु हे तो गोटे क्लास मोर मिस हो जाऊ मत केमती कौन आड़ करी बाबा घरे पहुँचा पूर्व क्या बाबा पहुँचले सी बाहर जी सत्संग मत ता पूर्व पहुँचार अच्छी यही सत्संगर बाहाना दे यही बाबा साथी सत्संग आसी जाए ठाकुर जे जीवन रे कौन करी पारंती
ସତ୍ସଙ୍ଗରେ ଅନେକ ଯାଜନ ଶୁଣିଛି। ଠାକୁର ଅନ୍ତର୍ଯାମୀ, ଠାକୁର ସ୍ୱୟଂ ଭଗବାନ ପୁରୁଷୋତ୍ତମ, ଇଚ୍ଛା କଲେ ସବୁକିଛି କରିଦେଇ ପାରନ୍ତି। ତାଙ୍କର ଅଦୃଶ୍ୟରେ ଭୂତ ଭଳି ଲୋକ ଆସି କାମ କରନ୍ତି, ଏଇ କଥା ଯାଜନ ଶୁଣିଥିଲି ସତ୍ସଙ୍ଗରେ। ମୋର ଏଇ 44-45 ବର୍ଷ ଜୀବନ ଭିତରେ ତାଙ୍କୁ ଅନୁଭବ କଲି ସେ ଅନ୍ତର୍ଯାମୀ, ତାଙ୍କୁ ଅନୁଭବ କଲି ସେ ସ୍ୱୟଂ ଭଗବାନ ପୁରୁଷୋତ୍ତମ, ତାଙ୍କୁ ଅନୁଭବ କଲି ସେ ନଥିଲେ ବି ଭୂତ ଆସି କାମ କରେ। ଏଇ ଇତିହାସ ରଚନା ସେ କାହିଁକି କେଜାଣି, ହୁଏତ ପିତାମାତାଙ୍କ ସୁକୃତ ହେଇପାରେ, ପରମ ପିତାଙ୍କ ଦୟା କରୁଣା ହେଇପାରେ, ସେ ଗୋଟିଏ ଗୋଟେ ଘଟଣା ଘଟେଇ ଦେଇଛନ୍ତି ମୋ ଭିତର ଦେଇକିରି, ଯାହା ଭିତର ଦେଇ ମୋର ଏଣ୍ଟାର ପରିବାର, ମୋର ବାବା ମା, ମାମୁଁ ଘର, ମାଉସୀ ଘର, ମଉସା ଘର, ପଡ଼ୋଶୀ ସମସ୍ତଙ୍କୁ ନେଇକିରି ଆମମାନେ ସମସ୍ତେ ଠାକୁରଙ୍କୁ ଧରି ଜୀବନ ଅତିବାହିତ କରୁଛୁ। କେତୋଟି ଘଟଣା ତୋଳି ରଖେ। ପରମ ପୂଜ୍ୟ ଶ୍ରୀ ବଡ଼ଦାଙ୍କୁ ବେଶୀ ସେ ବେଶୀ 2 ବର୍ଷ ଭିତରେ 2-4 ଥର ଦର୍ଶନ କରିଛି ବାବାଙ୍କ ସାଥିରେ ପୁରୀ ଠାକୁର ବାଡ଼ିରେ। ଭାଷାରେ କହିପାରିବିନି କାହିଁକି କେଜାଣି, ତାଙ୍କ ଦର୍ଶନ ପରେ ଠାକୁର ଯେ ସ୍ୱୟଂ ଭଗବାନ ପୁରୁଷୋତ୍ତମ ଥିଲେ, ତାଙ୍କର ସେଇ ମୁହଁର, ତାଙ୍କର ସେଇ ଛବିଟାକୁ ଦେଖିକିରି ଭାଷାରେ ବର୍ଣ୍ଣନା କରାଇପାରେ ନା, ଅନ୍ତର ଭିତରେ ବସା ବାନ୍ଧିଗଲା। ହଁ, ସେ ଏହି ସେଇ ପୁରୁଷୋତ୍ତମ ଭଗବାନ ଯାହାଙ୍କର ଦର୍ଶନରେ ଅନ୍ତରର ସମସ୍ତ ଗ୍ରନ୍ଥିର ମୋଚନ, ଚରମ ସମାଧାନ ଲାଭ ହୁଏ। ସେ ଯେଉଁଟା ସତ୍ୟାନୁସରଣ ଠାକୁର କହିଛନ୍ତି, ସେହି ମଣିଷର ଭଗବାନ ବା ସେହି ମଣିଷ, ସେହି ଜୀବନର ତୀର୍ଥ। এইটা ବୋଧ ଆସିଗଲା ତାଙ୍କରି ଭିତରେ, କ୍ଷଣିକ ଭିତରେ। ପରମ ପୂଜ୍ୟ ଶ୍ରୀ ବଡ଼ଦା 94 ମସିହା ଅଗଷ୍ଟ 5 ତାରିଖରେ ମୁଁ ଦେଖିକି ତାଙ୍କର ଛବିଟା ଆଙ୍କି ପାରିନି ମୋ ଶରୀର ଭିତରେ। ହୁଏତ ସିଏ ଚାଲିଗଲେ, ମୁଁ ଆଉ ବଡ଼ଦାଙ୍କୁ ଦେଖିନି। ତାପରେ ପରମ ପୂଜ୍ୟ ଶ୍ରୀ ଦାଦା ବା ବାବାଙ୍କୁ ନେଇ ସତ୍ସଙ୍ଗ ଜୀବନ ଆରମ୍ଭ। ଅନେକ ସମୟ କାଟିଛୁ, ରହିଛୁ, ତାଙ୍କ ସାଥିରେ ସଙ୍ଗଲାଭ କରିଛି, କାମ କରିଛି। ମଝିରେ ମଝିରେ ମନେ ହୁଏ ସତ୍ସଙ୍ଗରେ ଶୁଣିଥିଲି ଠାକୁର କହୁଥିଲେ, ଟଙ୍କାର ଗୋଟେ ପଟ ମୁଁ ହେଲେ ଆର ପଟ ବଡ଼ଦା। ଶ୍ରୀ ଶ୍ରୀ ଦାଦାଙ୍କର ତ କଥା ଉଠିନି। ଏତେ ସତ୍ସଙ୍ଗ ଲୋକ, ବାବା ଆମକୁ କେମିତି ଜାଣିବେ ଆମେ ସତ୍ସଙ୍ଗ ଲୋକ ବୋଲି, କେମିତି ଚିହ୍ନିବେ ସେ ଆମକୁ? ମଝିରେ ମଝିରେ ଏମିତି ଚିନ୍ତା ଆସେ। এই କାମ କରିବା ଭିତର ଦେଇ ଆଚାର୍ଯ୍ୟଦେବଙ୍କ ଆସନରେ ଆସିତ ହେବା ପରେ ଦେଓଘର ଆଶ୍ରମରେ ଥାଆନ୍ତି। ଗୋଟେ ଚୁମ୍ବକୀୟ ଘଟଣା କହୁଛି, ଲାଖ ଲାଖ ତ ଘଟଣା। ଆସିଛୁ ଗୋଟେ ଗିଫ୍ଟ ନେଇକି ବାବାଙ୍କ ପାଖକୁ ଦେଓଘର ଆଶ୍ରମ। এই ଦେଓଘର, এই যে ଗିଫ୍ଟଟା ଭୁବନେଶ୍ୱରରୁ ଧରିକି ଆସିଥାଉ କତିପୟ ଗୁରୁ ଭାଇମାନଙ୍କ ସାଥିରେ, এই ଗୋଟେ ଗିଫ୍ଟ କିଣା ହେଇଥାଏ। ଅନେକ ଗୁରୁ ଭାଇମାନେ ତା ଦେହରେ କଣ୍ଟ୍ରିବ୍ୟୁସନ୍ କରିଥାନ୍ତି। ମୋର କିନ୍ତୁ କୌଣସି କଣ୍ଟ୍ରିବ୍ୟୁସନ୍ ନଥାଏ ତା ଦେହରେ, କିନ୍ତୁ ଅଗ୍ରଭାଗରେ ମୁଁ ଥାଏ। এই ଗିଫ୍ଟଟା ନେଇକି ବାବାଙ୍କୁ ଦେବି। ମୁଁ ଭୁବନେଶ୍ୱର ଯେତେବେଳେ ଛାଡ଼ିଲି, ମୋ ମନ ଭିତରେ ଅଚାନକ ଏ କଥାଟା ଆସିଲା। କହିଲେ ଏଇ ଯେ ଉପହାରଟା ନେଇକି ମୁଁ ଦାଦାଙ୍କୁ ଦେବାକୁ ଯାଉଛି, ବାବାଙ୍କୁ ଦେବାକୁ ଯାଉଛି, আর ମୋର କିଛି ତା ଭିତରେ କଣ୍ଟ୍ରିବ୍ୟୁସନ୍ ନାହିଁ। ମୁଁ ଆଶୀର୍ବାଦ ଅଧିକାରୀ ହେବି କେମିତି? ମୁଁ ଯେ ଦେଇ ଶିଖିନି, କରି ଶିଖିନି, ଆଶୀର୍ବାଦ ଅଧିକାରୀ ହେବି କେମିତି? ଏହି କଥାଟାକୁ ଭିତରେ ରଖିପାରିଲିନି। ଯେ କେତେ ଜଣ ଗୁରୁ ଭାଇଙ୍କ ସାଥିରେ ବାହାରୁଥିଲୁ ଭୁବନେଶ୍ୱର କାକଟପୁର, ଆମେ ସବୁ ସାଥୀ ହେଇକିରି, ମୁଁ ଏଇଟା ଭୁବନେଶ୍ୱରରେ ବାଧ୍ୟ ହୋଇ ଗାଡ଼ି ଚଢ଼ିବା ପୂର୍ବରୁ କହିଲି, ମୁଁ କହିଲି ଦେଖ ଏଇ ଯେ ଗିଫ୍ଟଟା ମାନେ ନେଇକି ଯାଉଛେ, ତୁମମାନେ ସମସ୍ତେ କିଏ କିଛି ଅର୍ଥ ଦେଇଛ, ଏ ଜିନିଷ କିଣା ହେଇଛି ବାବାଙ୍କ ପାଖକୁ ନେଇକି ଯିବା। ମୁଁ କିନ୍ତୁ ମୁହଁ ଦେଖେଇବି ଖାଲି ତାଙ୍କୁ ସାମ୍ନାରେ ଧରିକିରି। ମୋତେ କିନ୍ତୁ ବହୁତ କଷ୍ଟ ଲାଗୁଛି। ମୋତେ ଜଣେ ITRରେ ଚାକିରି କରିଛନ୍ତି ସଦୟ ପ୍ରତାପ ଭାଇ, କହିଲେ ଚନ୍ଦନ ଭାଇ ଗୋଟେ କାମ କର, ତୁମେ ତ ସର୍ବାଗ୍ରେ ସମସ୍ତଙ୍କ ସାଥିରେ ଅଛ, ସବୁ ତ। ମୁଁ କହିଲି ନା, ମୋ ମନଟା ବୁଝୁନି, ମୋତେ ଗୋଟେ କିଛି କରିବାକୁ ପଡ଼ିବ। କହିଲେ ତାହେଲେ ଏ ଯେଉଁ ଗିଫ୍ଟଟା ନେଇକି ଯିବା, ଗୋଟେ ଏ ଯେ ବ୍ୟାଗ୍ଟା ଗୋଟେ ଦରକାର, এই ব্যাগটা তুমি খরিদি କରିଦିଅ। ମୁଁ କହିଲି ଠିକ୍ ଅଛି। ତାହେଲେ ପ୍ୟାଣ୍ଟାଲନ୍ସ ମାର୍କେଟରୁ ଗଲୁ, ଗୋଟେ ଭଲ ବ୍ୟାଗ୍ ଆଣିଲୁ। ସେ ଭଲ ବ୍ୟାଗ୍ରେ ଗିଫ୍ଟଟା ପଶିଲା। ଦେଓଘର ଅଭିଯାନ, ଦେଓଘରରେ ଆସି ପହଞ୍ଚିଲୁ। ଦେଓଘରରେ ଆମେ ଲାଇନ୍ରେ ଛିଡ଼ା ହେଇଛୁ ବାବାଙ୍କୁ ଦର୍ଶନ କରିବାକୁ ଯିବା ପାଇଁ। ମୋର ନଜରଟା କିନ୍ତୁ ଅଲଗା ଦିଗରେ। এই যে গিফট ସମସ୍ତେ ନେଇକି ଆସୁଛନ୍ତି, ବିଭିନ୍ନ ପ୍ୟାକେଟ୍, ବିଭିନ୍ନ ବ୍ୟାଗ୍ ଭିତରେ ଦେଇ ପ୍ୟାକେଟ୍ ହେଉଛି, କିନ୍ତୁ ବାବାଙ୍କ ପାଖରେ ଯେତେବେଳେ ନିବେଦନ ହେଉଛି ଗିଫ୍ଟଟା, ବ୍ୟାଗ୍ଟା ତ ବାହାର କରିଦିଆହେଉଛି। ଗୌର ଭାଇ ପଛପଟେ ନେଇ ରଖିଦେଉଛନ୍ତି, କି ଅମୁଦା, କି ସନା ଭାଇ, କି ଇଏ ଆମର ପବିତ୍ର ଭାଇ, ଏମାନଙ୍କ ହାତରେ ବ୍ୟାଗ୍ ପଳାଉଛି। ଗିଫ୍ଟଟା ତ ବାବା ନେଉଛନ୍ତି, ଆନନ୍ଦ ହେଉଛନ୍ତି। এই যে ব্যাগটা ମୁଁ ନେଇକି ଆସିଛି, এইটা ମଧ୍ୟ ସେଇ ଡଷ୍ଟବିନ୍କି ଯିବ, କିନ୍ତୁ ପ୍ରଭୁଙ୍କ କାମରେ ଲାଗିପାରିବନି। ଏଇଟା କାହିଁକି କେଜାଣି ଏଇ ଦୁଷ୍ଟ ଚିନ୍ତା ଭିତରଟା ମୋ ଭିତରେ ପଶିଗଲା। ହୁଏତ ତାଙ୍କୁ ଜଣେଇବାର ଥିଲା ଯେ ସେ ଅନ୍ତର୍ଯାମୀ ବୋଲି, ସେଇ ସ୍ୱୟଂ ଭଗବାନ ପୁରୁଷୋତ୍ତମ ବୋଲି। ତ ଯେତେବେଳେ ଠିକ୍ ସେଇଆ ହେଲା, ଆମେ ଯେତେବେଳେ ସମକକ୍ଷ ହେଲୁ, ସାଙ୍ଗେ ସାଙ୍ଗେ ଗୌର ଭାଇ କହିଲେ, ଏଇ
দেখ মু গিফটটা ধরেছি হাতের ব্যাগ সহ, কইলে যাই দেখ তো কি নিয়ে এসছে। তো গৌর ভাই সাଙ୍ଗে সাଙ୍ଗে আনলে, কইলে এই ব্যাগ খোল। মু সাଙ୍ଗে সাଙ୍ଗে গিফটটা দেলি, বাবা সাଙ୍ଗে সাଙ୍ଗে সেটা বাবা তো খট উপরে বসলে, সাଙ୍ଗে সাଙ୍ଗে বাবা নেই গেলে হাতକୁ গিফটটা টনমন করে খোলিলে, গিফটটাକୁ ଦେଖିଲେ খুব আনন্দ ହେଲେ, ଆଉ ତାକୁ ବାରବାର ଏପଟ ସେପଟ କରି ଦେଖିଲେ। ମୋର କିନ୍ତୁ ଏ ଆନନ୍ଦରେ ମନ ନାହିଁ, ମୋ ବ୍ୟାଗ୍ଟା ଯେ ରହିଗଲା ସେ ତ ତାକୁ ଦେଖିଲେନି କି ହାତ ବି ମାରିଲେ ନାହିଁ। ତ ପ୍ରଣାମ କରି ଆମେ ସମସ୍ତେ ଉଠୁଛୁ ବାବାଙ୍କ ପାଖରୁ। ତ ମୁଁ ପ୍ରଣାମ କରିଦେଲେ ମୁହଁ ଦେଖେଇବି ତାଙ୍କୁ, ବାବା କିନ୍ତୁ ମୋତେ ଅନେଇଛନ୍ତି ପୁରା। ମୁଁ ତାଙ୍କ ମୁହଁକୁ ଆଉ ମୁହଁ ଦେଖାଉନି, କାରଣ ମୋ କଥା ସାଥିରେ ତାଙ୍କର କଥା ମ୍ୟାଚ୍ ହେଲାନି। ମୁଁ ଜାଣିପାରିଲିନି ସେ ଅନ୍ତର୍ଯାମୀ, ମୋ ଅନ୍ତର କଥା ବୁଝିପାରିଲେନି। କେମିତି ବୁଝିବି ମୋ ଭଗବାନ ପୁରୁଷୋତ୍ତମ ବୋଲି ବା ଅନ୍ତର୍ଯାମୀ ବୋଲି? ମୁଁ ମୁଣ୍ଡ ଟେକିଛି, ମୋତେ କହୁଛନ୍ତି ଏଇ ତୋ ବ୍ୟାଗ୍ଟା। ତ ସାଙ୍ଗେ ସାଙ୍ଗେ ଗୌର ଭାଇ এই ব্যাগটাକୁ ନେଇ ଆସିଲେ, କହିଲେ তোর ব্যাগটা আমাকে দেবি। এই হচ্ছেন অন্তর্যামী, ଯାହାଙ୍କ ପାଖରେ ଅନ୍ତରର ସମସ୍ତ କଥା କ୍ଷଣିକ ଭିତରେ ପାଣି ଫାଟିଯାଏ। ଆମ ସାଥିରେ ଏଇ ବ୍ୟାଗ୍ଟା ନେଇକିରି ସାଉଁଟିକି ଧରୁଛନ୍ତି, ତାକୁ ସ୍ତର ସ୍ତର କରି ଭାଙ୍ଗୁଛନ୍ତି, ମଝିରେ ମଝିରେ କହି ଚାଲୁଛନ୍ତି ତୋ ବ୍ୟାଗ୍ଟା ନେଉଛି, ତୋ ବ୍ୟାଗ୍ଟା ନେଉଛି। ଏହା କହି ତାଙ୍କର ଯେ ବସିଥିବା ଜାଗା ତା ଭିତରେ ନେଇକି ତାଙ୍କର ପାତଳେ ମାଡ଼ି ରଖିଲେ। ଚିନ୍ତା କରନ୍ତୁ, ଏ ଖାଲି ମୋ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ এই রকম জীবন অতিবাহিত করিয়া সে আসিছেন আমମାନଙ୍କ সাথে। আমি এই ভাগ্যবান তাঙ্কু জীবନରେ পাইছু। পরম পূজ্যপা শ্রী শ্রী আচার্য দেব এই আসিয়া পূর্বରୁ শ্রদ্ধেয় বিচি ভাইଙ୍କ সাথে কথা হଉଥିଲି। এই যে কেন্দ্র, এই যে মতো তার এরিয়া ଦେଖାଉଥିଲେ, ଏମିତି ଗୋଟେ ପୁରୁଣା ଅନୁଷ୍ଠାନ ଥିଲା ଆମର କାକଟପୁର ମାଟିରେ।